ତ ଆଜି 16ତମ ଇନଷ୍ଟାଲମେଣ୍ଟ ପଇସା ଆସିଗଲାଣି ଓ ନିହାତି ଭାବରେ ତୁମ ବ୍ୟାଙ୍କ ଆକାଉଣ୍ଟ ଚେକ୍ କରିପାରିବ ଯେଉଁମାନେ ପି ଏମ୍ କିଷାନର ବେନିଫିଟ୍ ଅଲରେଡ଼ି ପାଉଛ ଏବଂ ଯେଉଁମାନେ ଚାହୁଁଛ ମୋ ନାଁ ଲିଷ୍ଟରେ ଅଛି କି ନାହିଁ ଏବଂ ମୁଁ ପି ଏମ୍ କିଷାନ ରେଜିଷ୍ଟ୍ରେସନ୍ କରିଛି ବଟ୍ ମୋ ଆକାଉଣ୍ଟକୁ କ'ଣ ପାଇଁ ପଇସା ଆସୁନି ଫୁଲ୍ ଡିଟେଲ୍ ଏଇ ଭିଡ଼ିଓରେ କହିଦେବି। ତ ବିନା ସ୍କିପ୍ରେ ଭିଡ଼ିଓ ଦେଖ, ଭିଡ଼ିଓ ଫାଷ୍ଟ ଲାଷ୍ଟ ଯାଏଁ ଦେଖ। ବର୍ତ୍ତମାନ ଆଜିକା ଡେଟ୍ରେ ପି ଏମ୍ କିଷାନର 16ତମ ଇନଷ୍ଟାଲମେଣ୍ଟ ମିଳିଯାଇଛି। ତମେ ଦେଖିପାରୁଥିବ ମୁଁ ଗୁଗୁଲରେ ପି ଏମ୍ କିଷାନ 16ତମ ଇନଷ୍ଟାଲମେଣ୍ଟ ଡେଟ୍ ମଧ୍ୟ ତୁମକୁ ଦେଖିପାରୁଥିବ। ମୁଁ ଅଲ୍ ଉପରେ କ୍ଲିକ୍ କରିଛି, ତମେ ଦେଖିପାରୁଥିବ ଫେବୃଆରୀ 28 ତାରିଖ 2024 ତାରିଖ ଦିନ 16ତମ ଇନଷ୍ଟାଲମେଣ୍ଟ ମଧ୍ୟ ମିଳିବ। ତମେ ବି ଦେଖିପାରୁଥିବ ଆଜି ହେଉଛି ଆଜି ହେଉଛି କେତେ 28 ଫେବୃଆରୀ, ଠିକ୍ ଅଛି। ତ ଆଜି ପି ଏମ୍ କିଷାନ ଯୋଜନାର 16ତମ ଇନଷ୍ଟାଲମେଣ୍ଟ ସମସ୍ତଙ୍କ ଆକାଉଣ୍ଟକୁ ମିଳିଯିବ। ଯଦି ତୁମର ଆସୁନି ଦିନେ ଦୁଇ ଦିନ ୱେଟ୍ କରିବ, ଆସିଯିବ। ଆଉ ସମସ୍ତଙ୍କ ଡାଉଟ୍ ଥିଲା କି ମୁଁ ପି ଏମ୍ କିଷାନ ଅଲରେଡ଼ି ରେଜିଷ୍ଟ୍ରେସନ୍ କରିଛି ଏବଂ କ'ଣ ପାଇଁ ପଇସା ଆସୁନି। ବର୍ତ୍ତମାନ ତ ଆପଣଙ୍କ ମୋବାଇଲରେ କ୍ରୋମ୍ ବ୍ରାଉଜର୍ ଥିବ, ନହେଲେ ଗୁଗୁଲ୍ ମଧ୍ୟ ଥିବ। ସର୍ଚ୍ଚ କରିବ ପି ଏମ୍ କିଷାନ। ତ ଯେମିତି ମୁଁ ସର୍ଚ୍ଚ କରିଦେଲି ପି ଏମ୍ କିଷାନ। ତ ପି ଏମ୍ କିଷାନ ସର୍ଚ୍ଚ କରିସାରିଲା ପରେ ତୁମେ ବି ଦେଖିପାରୁଥିବ ଏଇଠି ପି ଏମ୍ କିଷାନ ହେଲା আর ଇକ୍ୱାଇସି ନ୍ୟାସନାଲ୍ ଏମ୍ବ୍ଲେମ୍ ପିମ୍ ଏ ସବୁ କିଛି ଡିଟେଲ୍ ମଧ୍ୟ ତୁମେ ବି ଦେଖିପାରୁଥିବ। ଫାଷ୍ଟ ଅପସନ୍ ଉପରେ କ୍ଲିକ୍ କରିଦେବ। କ୍ଲିକ୍ କରିସାରିଲା ପରେ ତ ତାପରେ ତଳକୁ ଆସିବ, ଠିକ୍ ଅଛି। ତୁମେ ବି ଦେଖିପାରୁଥିବ, ତୁମେ ବି ଜାଣିଥିବ ପ୍ରତିବର୍ଷ ପି ଏମ୍ କିଷାନ 3 ଥର ପଇସା ମିଳେ, 2,000 2,000 2,000। ତ ତୁମେ ବି ଜାଣିପାରୁଥିବ। ମୁଁ ତଳୁ ସ୍ଲାଇଡ୍ କରି ତୁମକୁ ଫୁଲ୍ ଡିଟେଲ୍ ଦେଖାଇ ଦେଉଛି। ତୁମେ ବି ଦେଖିପାରୁଥିବ ହନରେବୁଲ୍ ପ୍ରାଇମ୍ ମିନିଷ୍ଟର ୱିଲ୍ ବି ରିଲିଜ୍ ଦ 16ତମ ଇନଷ୍ଟଲମେଣ୍ଟ ଅଫ୍ ପି ଏମ୍ କିଷାନ ସ୍କିମ୍ ଅନ୍ 28 ଫେବୃଆରୀ 2024। ତୁମେ ବି ଜାଣିଥିବ 28 ଫେବୃଆରୀ ଦିନ ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଯେଉଁମାନେ ବି ପି ଏମ୍ କିଷାନ ଯୋଜନା ଅଲରେଡ଼ି ବେନିଫିଟ୍ ପାଉଛ ବା ଯେଉଁମାନେ ବି ରେଜିଷ୍ଟ୍ରେସନ୍ କରିଥିଲେ ତାଙ୍କ ଆକାଉଣ୍ଟକୁ ଅଲରେଡ଼ି ପଇସା ଆସିଯାଇଛି। ଆଉ କିଛି ଲୋକ ମୋତେ ମେସେଜ୍ କରୁଛନ୍ତି, ଆଉ କିଛି ବହୁତ ସବସ୍କ୍ରାଇବର୍ ମୋତେ ମେସେଜ୍ କରୁଛନ୍ତି ମୁଁ ଅଲରେଡ଼ି ରେଜିଷ୍ଟ୍ରେସନ୍ କରିଦେଇଛି ବଟ୍ ଏବେ କ'ଣ ପାଇଁ ପଇସା ଆସୁନି। ତୁମେ ବି ଜାଣିଥିବ ଲେଖା ହେଇଛି ତୁମ ଆଖି ଆଗରେ ଇକ୍ୱାଇସି ଇଜ୍ ମାଣ୍ଡେଟୋରୀ ଫର୍ ପି ଏମ୍ କିଷାନ ରେଜିଷ୍ଟର ଫାର୍ମର ହେଲା। ଓ ଟି ପି ବେସ୍ କେଆଇସି ଇଜ୍ ଆଭେଲେବୁଲ୍ ଅନ୍ ଦ ପି ଏମ୍ କିଷାନ ପୋର୍ଟାଲ୍। ନିହାତି ଭାବରେ ତୁମର ଇକ୍ୱାଇସି କରିଥିବା ଆବଶ୍ୟକ, ଠିକ୍ ଅଛି। ଏବଂ ଯଦି ତୁମେ ଇକ୍ୱାଇସି କରିଦେଇଛ, ଯଦି ତୁମର ଯଦି ଆକାଉଣ୍ଟକୁ ପଇସା ଆସୁନି, ତାହେଲେ ତୁମେ କ'ଣ କରିବ ନା ଆକାଉଣ୍ଟରେ ଆଧାର ସିଡେଟ୍ କରିଦେବ, ଠିକ୍ ଅଛି। ଆଧାର ସିଡେଟ୍ ମାନେ ଆକାଉଣ୍ଟ ସହିତ ଆଧାର ଲିଙ୍କ୍ କରିଦେବ। ତୁମେ ଯେତେବେଳେ ବି ଏଇ ପଇସା ସଦାବେଳେ ଆଧାର କାର୍ଡ଼ ଥ୍ରୋରେ ଛଡ଼ା ହେଉଛି, ତ ଆଧାର କାର୍ଡ଼ ଥ୍ରୋରେ ତୁମ ଯେଉଁ ଆକାଉଣ୍ଟଟା ଲିଙ୍କ୍ ଅଛି ସେଇ ଆକାଉଣ୍ଟକୁ ପଳାଇବ। କିଛି ଲୋକଙ୍କର ଆଧାର କାର୍ଡ଼ 2-3ଟା ଆକାଉଣ୍ଟ ଲିଙ୍କ୍ ଅଛି। ତ ଏମିତି ସପୋଜ୍ ଜଣଙ୍କ ଆକାଉଣ୍ଟରେ ଆଧାର କାର୍ଡ଼ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲିଙ୍କ୍ ଅଛି କିମ୍ବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲିଙ୍କ୍ ଅଛି। ତୁମେ ଯେଉଁ ଆକାଉଣ୍ଟରୁ ମଧ୍ୟ ସେଇ ପଇସାଟା ପଡ଼ିଯିବ, ଏମିତି କିଛି ମାନେ ନାହିଁ। ତ ସେ ଆଧାର କାର୍ଡ଼ ଥ୍ରୋରେ ମଧ୍ୟ ଛାଡ଼ୁଛନ୍ତି ପଇସା, ତ ଯେଉଁ ଆକାଉଣ୍ଟକୁ ମଧ୍ୟ ଯାଇପାରେ ପଇସା। ନେକ୍ସଟ ହେଲା କି ତୁମେ ଇକ୍ୱାଇସି ନିହାତି କରିଥିବା ଦରକାର। ତ ଇକ୍ୱାଇସି କେମିତି କରିବ? ଆଧାର କାର୍ଡ଼ରେ ନିହାତି ଭାବରେ ତୁମ ମୋବାଇଲ ନମ୍ବରଟା ଲିଙ୍କ୍ ଥିବ। ଯଦି ଲିଙ୍କ୍ ନାହିଁ ତାହେଲେ ତୁମେ ନିଜ ଜନସେବା କେନ୍ଦ୍ରକୁ ଯାଇକି ନିହାତି ଭାବରେ ଇକ୍ୱାଇସି ବାୟୋମେଟ୍ରିକ୍ ସାହାଯ୍ୟରେ କରିଦେବ, ଠିକ୍ ଅଛି। ଯଦି ତୁମେ ଆଧାର କାର୍ଡ଼ ମୋବାଇଲ ନମ୍ବର ଲିଙ୍କ୍ ଅଛି ତାହେଲେ ସିମ୍ପଲ୍ କଥା ଇକ୍ୱାଇସି ଉପରେ କ୍ଲିକ୍ କରିକି ତୁମ ନିଜର ଆଧାର କାର୍ଡ଼ ନମ୍ବର ଦେଇଦେବ। ଆଧାର କାର୍ଡ଼ ନମ୍ବର ଦେଇକି ସର୍ଚ୍ଚ ଉପରେ କ୍ଲିକ୍ କରିବ। ଆଧାର କାର୍ଡ଼ ନମ୍ବର ଯେଉଁ ମୋବାଇଲ ନମ୍ବର ଲିଙ୍କ୍ ଥିବ ସେଇ ମୋବାଇଲ ନମ୍ବର ଆସିଯିବ। ଆଉ ତୁମେ କେମିତି ତୁମ ଗାଁର ହଉ କେତେବେଳେ ଲୋକ ପାଉଛନ୍ତି କିମ୍ବା ତ ସବୁ କିଛି ଲିଷ୍ଟ କେମିତି ପାଇବ? ତ ସିମ୍ପଲ୍ କଥା, ତ ତଳୁ ସ୍ଲାଇଡ୍ ହେଲା ସ୍କ୍ରୋଲ୍ ଡାଉନ୍ କରିବ। ତୁମେ ଦେଖିପାରୁଥିବ ବେନିଫିସିଆରି ଲିଷ୍ଟ ଲେଖାଯାଇଛି। ବେନିଫିସିଆରି ଲିଷ୍ଟ ଉପରେ କ୍ଲିକ୍ କରିବ। ବେନିଫିସିଆରି ଲିଷ୍ଟ ଉପରେ କ୍ଲିକ୍ କରିସାରିଲା ପରେ ଏଠି ଷ୍ଟେଟ୍ ସପୋଜ୍ ମୁଁ ଏଠି ଦେଇଦେଲି ଓଡ଼ିଶା, ଠିକ୍ ଅଛି। ଆମ ଷ୍ଟେଟ୍ ଓଡ଼ିଶା, ତ ମୁଁ ଏଠି ଦେଇଦେଲି ଓଡ଼ିଶା। ତାପରେ ହେଲା ଡିଷ୍ଟ୍ରିକ୍ଟ ସପୋଜ୍ ମୁଁ ଏଠି ଦେଇଦେଉଛି ଭଦ୍ରକ। ଡିଷ୍ଟ୍ରିକ୍ଟ ଭଦ୍ରକ, ସବ୍ ଡିଷ୍ଟ୍ରିକ୍ଟ ସପୋଜ୍ ମୁଁ ଏଠି ଦେଇଦେଉଛି। ତ ସବ୍ ଡିଷ୍ଟ୍ରିକ୍ଟ ନେଇ ବ୍ଲକ ସପୋଜ୍ ଆମରଗଡ଼। ତ ଭିଲେଜ୍ ତ ଏମିତି କିଛି ନାହିଁ। ଗେଟ୍ ରିପୋର୍ଟ ଉପରେ କ୍ଲିକ୍ କରିଛି। ତୁମେ ଦେଖିପାରୁଥିବ ତ ଗୋଟେ ସିଲେକ୍ଟ ସବ୍ ଡିଷ୍ଟ୍ରିକ୍ଟ ମୁଁ କରୁଛି ବ୍ଲକ ମଧ୍ୟ କିଛି ବି ସିଲେକ୍ଟ କରିଦେଉଛି ଭଦ୍ରକ। ଆରେ ବି ଏଇଟା କିଛି ସିଲେକ୍ଟ କରିଦେଉଛି। ଭାଇ ତୁମର ଯେଉଁ ଡିଷ୍ଟ୍ରିକ୍ଟ ହଉ, ତ ଯେଉଁ ଡିଷ୍ଟ୍ରିକ୍ଟ ସେଇ ଡିଷ୍ଟ୍ରିକ୍ଟ ଯେଉଁ ଷ୍ଟେଟ୍ ହେଲା ସବ୍ ଡିଷ୍ଟ୍ରିକ୍ଟ ସବୁ କିଛି ଡିଟେଲ୍ ଦେଇଦେବ। ସେଇ ହିସାବରେ ତୁମେ ଦେଖିପାରୁଥିବ ସବୁ କିଛି ଲିଷ୍ଟ ମଧ୍ୟ ପଳାଇ ଆସିବ କେତେ ଜଣ ପଇସା ପାଉଛନ୍ତି, ହେଲା କି। ଆଉ ବର୍ଷକୁ ଏଇ ସ୍କିମ୍ଟା 3 ଥର। ଯେଉଁମାନେ ବି ଚାହୁଁଛ ଏଇ ସ୍କିମ୍ରେ ବେନିଫିଟ୍ ପାଇବା ପାଇଁ ନିହାତି ଭାବରେ ଫାଷ୍ଟ କରି ତୁମେ ରେଜିଷ୍ଟ୍ରେସନ୍ କର। ରେଜିଷ୍ଟ୍ରେସନ୍ କେମିତି କରିବ ନା ରେଜିଷ୍ଟ୍ରେସନ୍ କଲାବେଳେ ତୁମେ ଦେଖିପାରୁଥିବ ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ୍। ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରିବ। ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ୍ କଲା ପରେ ତୁମେ ଇକ୍ୱାଇସି କରିଦେବ, ହେଲା କି। ଆଉ ଯେତେବେଳେ ତୁମକୁ ପଇସା ଛାଡ଼ୁଛି ସିଏ ମୁଁ ମଧ୍ୟ ଆମ ଟେଲିଗ୍ରାମ ଉପରେ ଅପଡ଼େଟ୍ ଦେଇଦେବି। ବର୍ଷକୁ 3 ଥର ପଇସା ଛାଡ଼େ। ଆଉ ବହୁତ ବେନିଫିଟ୍ ମଧ୍ୟ ପି ଏମ୍ କିଷାନ ଯୋଜନାରେ ମଧ୍ୟ ଆହୁରି କିଛି ବେନିଫିଟ୍ ମଧ୍ୟ ଅଛି।
ତ ସିଏ ମୁଁ ତୁମକୁ କହିଦେଲି। ତ ଏଇ ଭିଡ଼ିଓରେ ଆଜି ହେଉଛି ଫେବୃଆରୀ 28 ତାରିଖ, ପଇସା ଅଲରେଡ଼ି ଆସିଯାଇଛି। ତ ପଇସା ନ ଆସିଲେ କ'ଣ କରେ ତା ମଧ୍ୟ ମୁଁ କହିଦେଇଛି। ଇ-କେ-ୱାଇ-ସି ନିହାତି ଭାବରେ କରିଦେବ। ଇ-କେ-ୱାଇ-ସି କରିକି ଯଦି ତୁମର ପଇସା ଆସୁନି ନିହାତି ଭାବରେ ଆକାଉଣ୍ଟରେ ଆଧାର ସିଡେଟ୍ ମଧ୍ୟ କରିଦେବ, କାହିଁକିନା ପଇସାଟା ଆଧାର କାର୍ଡ଼ ଥ୍ରୋରେ ହିଁ ସେମାନେ ପଠାଉଛନ୍ତି। ତା'ପରେ ହେଲା ଯଦି ତୁମେ ରେଜିଷ୍ଟ୍ରେସନ୍ କରିଦେଇଛ, ପଇସା ଆସୁନି, ତୁମେ ଜାଣିପାରିଲ ସବୁ କିଛି ଡିଟେଲ୍ସ। ଏବଂ ଆଉ ତୁମେ ଯଦି ରେଜିଷ୍ଟ୍ରେସନ୍ କରିବାକୁ ଚାହୁଁଛ, ଏଇ ମାନେ ଏଇ ସ୍କିମ୍ରେ ବେନିଫିଟ୍ ପାଇବାକୁ ଚାହୁଁଛ, ନିହାତି ଭାବରେ ତୁମେ ରେଜିଷ୍ଟ୍ରେସନ୍ କରିକି ବେନିଫିଟ୍ ପାଇପାରିବ। ତ ଯାହା ଆଶା କରୁଛି ତ ଏହି ପି ଏମ୍ କିଷାନ ଯୋଜନାରେ କିଛି ବି ଡାଉଟ୍ ନଥିବ। ତ ସବୁକିଛି ଡିଟେଲ୍ ମଧ୍ୟ କହିଦେଲି। ତୁମେ ନିଜ ଗାଁର ମଧ୍ୟ ତୁମ ଲିଷ୍ଟ କେତେ ଜଣ ତୁମ ଗାଁରେ ପାଉଛନ୍ତି, କେତେ ଜଣ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟରେ ପାଉଛନ୍ତି, କେତେ ଜଣ ବାଲେଶ୍ୱର ଡିଷ୍ଟ୍ରିକ୍ଟରେ ପାଉଛନ୍ତି, ସବୁକିଛି ଡିଟେଲ୍ ମଧ୍ୟ କେମିତି ଚେକ୍ କରିବେ ମଧ୍ୟ ଅଲରେଡ଼ି ମଧ୍ୟ କହିଦେଇଛି। ତ ଅଫିସିଆଲ୍ ୱେବସାଇଟ୍ରେ ସବୁକିଛି ଡିଟେଲ୍ସ ମଧ୍ୟ ଅଛି, କାହାକୁ କିଛି ପଚାରିବା ଦରକାର ନାହିଁ। ସବୁ ନିଜ ମୋବାଇଲ୍ ଥ୍ରୋରେ ତୁମେ ସବୁକିଛି ମଧ୍ୟ କରିପାରିବ। ସବୁକିଛି ଡିଟେଲ୍ ମଧ୍ୟ ଲେଖା ହେଇଛି। ଓକେ, କେତେ ଜଣ ଆମ ଇଣ୍ଡିଆରେ କେତେ ପିଲା ପାଉଛନ୍ତି, ହେଲା କି ସବୁକିଛି ଡିଟେଲ୍ସ ମଧ୍ୟ ତୁମେ ଅଫିସିଆଲ୍ ୱେବସାଇଟ୍ରେ ମଧ୍ୟ ପି ଏମ୍ କିଷାନ ଯୋଜନା ଉପରେ କ୍ଲିକ୍ କରିକି ପାଇପାରିବ। ତୁମେ ଦେଖିପାରୁଥିବ ଅଣ୍ଡର ଦ ସ୍କିମ୍ ଅନ୍ ଦ ଇନକମ୍ ସପୋର୍ଟ ଅଫ୍ 6,000 ପର୍ ଇୟର୍, ଠିକ୍ ଅଛି, 6,000 ପ୍ରତିବର୍ଷ, 2,000 3 ଥର ଲେଖା ମିଳେ, ଠିକ୍ ଅଛି। ତ ସବୁକିଛି ଡିଟେଲ୍ସ ମୋତେ କହିଦେଲି। ତ ରହୁଛି, ତ ଦେଖିବା ନେକ୍ସଟ ଭିଡ଼ିଓ, ସେଥିପାଇଁ ଜୟ ଜଗନ୍ନାଥ।